ସାଧାରଣତନ୍ତ୍ର ଦିବସ ବା ଜାନୁଆରୀ 26 ଅବସରରେ ଆସନ୍ତୁ ଏକ ସୁନ୍ଦର ଭାଷଣ ଆମେ ଆଜି ଆଲୋଚନା କରିବା, ଯେଉଁଟାକି ଆପଣ ଆପଣଙ୍କ ବିଦ୍ୟାଳୟରେ କହିପାରିବେ। ସମ୍ମାନନୀୟ ସଭାପତି ମହୋଦୟ, ପୂଜ୍ୟ ଗୁରୁଜୀ ଓ ଗୁରୁମା ବୃନ୍ଦ ଏବଂ ମୋର ସମସ୍ତ ଛୋଟ ବଡ଼ ଭାଇ ଭଉଣୀମାନେ, ଆଜି ହେଉଛି ଜାନୁଆରୀ ମାସ 26 ତାରିଖ, ସାଧାରଣତନ୍ତ୍ର ଦିବସ। ଏହି ପବିତ୍ର ଦିବସରେ ମୋତେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ଆଜିର ଏହି ପବିତ୍ର ଦିନଟି ହେଉଛି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଅତ୍ୟନ୍ତ ଗର୍ବ ଓ ଗୌରବର ଦିନ ବା ଦିବସ। 1950 ମସିହା ଜାନୁଆରୀ ମାସ 26 ତାରିଖରେ ଆମ ଦେଶରେ ସମ୍ବିଧାନ କାର୍ଯ୍ୟକାରୀ ହେଲା ଏବଂ ଆମ ଦେଶ ଏକ ସ୍ୱତନ୍ତ୍ର ଓ ସାର୍ବଭୌମ୍ୟ ଗଣତାନ୍ତ୍ରିକ ରାଷ୍ଟ୍ର ରୂପେ ସମଗ୍ର ବିଶ୍ୱରେ ସ୍ୱୀକୃତି ଲାଭ କରିଥିଲା। ଏହି ସମ୍ବିଧାନ ତିଆରି ହେବା ପାଇଁ 2 ବର୍ଷ 11 ମାସ 18 ଦିନ ସମୟ ଲାଗିଥିଲା। ଆଜିର ଏହି ପବିତ୍ର ଦିନରେ ସମସ୍ତ ସ୍କୁଲ, କଲେଜ ଓ ସରକାରୀ ଅନୁଷ୍ଠାନମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରାଯାଏ ଓ ଜାତୀୟ ସଙ୍ଗୀତ ଗାନ କରାଯାଏ। ଆଜିର ଏହି ପବିତ୍ର ଦିନରେ ଆମ୍ଭେମାନେ ହାତକୁ ହାତ ମିଳାଇ ଶପଥ ନେବା ଯେ ଆମ ଦେଶକୁ ବିଶ୍ୱର ସର୍ବୋତ୍ତମ ଦେଶ ରୂପେ ଗଢ଼ିବା ଓ ଆମେ ସବୁବେଳେ ଆମ ସମ୍ବିଧାନକୁ ସମ୍ମାନ ଦେବା। ଏତିକି କହି ମୋର ବକ୍ତବ୍ୟ ମୁଁ ଶେଷ କରୁଛି। ଜୟ ହିନ୍ଦ, ଜୟ ଭାରତ। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଲା, ଭିଡ଼ିଓକୁ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଏହିପରି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମ ସହିତ ଯୋଡ଼ି ହୋଇ ରହିଥାନ୍ତୁ। ଧନ୍ୟବାଦ। ଆମ ଚ୍ୟାନେଲରେ ଆଗରୁ ଭାଷଣ ଭିଡ଼ିଓ ଅପଲୋଡ଼ ହୋଇସାରିଛି।